ମୋ ନାଁ ହେଉଛି ପବନ ଦାସ, ଘର ମନ୍ଦାରପୁର। ଘଟଣା ହେବା ଭିତରେ ମୁଁ ଦୋକାନରେ ବସିଥାଏ, ଆମ ସରପଞ୍ଚ ଥାନ୍ତି, ମୁଁ ବ୍ଲକ ଯିବା କଥା, ମୁଁ ତାଙ୍କୁ ଡାକୁଥାଏ, ସେ ମୋତେ ପାସ୍ କରି ପଳେଇ ଆସିଲେ। ସିଏ ଆସିକି ପ୍ରାୟ ରେମଣା ପହଞ୍ଚିନ୍ତି, ମୋତେ ଫୋନ୍ କଲେ ଯେ ଭାଇ ତୁମ ସେ ଭାଇ ଝିଅ ନା କିଛି ଯିଏ ପୁଲିସ୍ ଚାକିରି କରିଛି। ମୁଁ କହିଲି ତା ନାଁ ହେଉଛି କାମିନୀ, ଆମେ ଘର ସମସ୍ତେ ଡାକେ କାମିନୀ ବୋଲି। ତା ବାପା ବି ମୋ ପାଖରେ ବସିଥାନ୍ତି। ମୁଁ ପଚାରିଦେଲି, ମୁଁ ଭାଇ ସେ ଛୁଆ ନା କିଛି ତ ଝିଅ ନା? ତା ନାଁଟା ଗୋଟେ କ'ଣ କହିଲା, ଯଶୋଦା। ମୁଁ କ'ଣ ହେଲା କି ନା ସେ ଛୁଆ ଏକ୍ସପର୍ଟ କଲା। ମୁଁ କ'ଣ ପାଇଁ ନା ସେ ଆତ୍ମହତ୍ୟା କରିଛି ତା ରୁମ୍ର। ସେଠୁ ସେ ଭାଇ ଶୁଣିକି ସେ ଦୌଡ଼ିଲା ଘର ପାଖକୁ, ଯାଇକି ସେ ପୁତୁରା ଛୁଆକୁ ଡାକିଲା। ସିଏ ବି ଗାଡ଼ି ମାରି ପଳେଇ ଚାଲିଲା, ମୁଁ ବି ଆଉ ଡାକିଦେଲି, ସିଏ ପଳେଇ ଚାଲି ଆସିଲା। ତାପରେ ମୁଁ ଦୋକାନ ବନ୍ଦ କରି ସବୁ ଛୁଆଙ୍କୁ ଖବର ଦେଲି। ଦେଲା ପରେ ଗାଁ ଲୋକ ସବୁ ଆସିଲେ, ଆସିକି ହସ୍ପିଟାଲ ଦେଖିଲାକୁ ସେ ଛୁଆ ଏରକ ଘଟଣା। ତାପରେ ଆମକୁ ଡାକିଲେ, ଡିଏସ୍ପି ଡାକିଲେ, କହିଲେ ଚାଲ ଯିବା ତା ରୁମ୍କୁ। ସମସ୍ତେ ଦୁଇଟା ପିଲା ଗଲେ, ସେ ପୁତୁରା ଗଲା, ପୁତୁରାର ମାଉସୀ ପୁଅ ଜଣ ଗଲା। ତା ଭିତରେ ସେ ଛୁଆ ମୋତେ କହିବା କଥା, ସେ ପୁତୁରା ଛୁଆ, ଯେ କାଲି ରାତିରେ ମୁଁ ପ୍ରାୟ 10ଟା02ରେ ମୁଁ ଫୋନ୍ କରିଥିଲି, ସେ ଛୁଆ କାହା ସାଙ୍ଗରେ ଗୋଟେ କଥା ହେଉଥାଏ। ମୁଁ ଯା ଫୋନ୍ କରି ମୋତେ ସେ କହିଲା ଯେ ଭାଇ ମୁଁ ଟିକେ ବିଜିରେ ଅଛି, ତୁମେ ବର୍ତ୍ତମାନ ମାନେ ଫୋନ୍ କର ନା। ତାପରେ ଇଏ ତାର ଖାଇକି ଶୋଇ ପଡ଼ିଲେ, ସିଏ ଫୋନ୍ ଫାନ୍ କିଛି କଲେନି। ସେ କାଲି ରାତିର ବହୁ ସମୟ ତା ସାଙ୍ଗରେ ସେ ଟୋକା କଥା ହେଇଛି। କଥା ହେଲା ପରେ ଆଜି ସେ ମୋବାଇଲକି ଆମେ ଏଠି ଯେତେବେଳେ ଦେଖିଲେ, ସେ ମୋବାଇଲଟା ଡିଲିଟ୍ କରିଛି ସେ ଟୋକା। ତାପରେ ଇଏ କ'ଣ ଟୁଇଟି ଫୁଟି ଏମିତି ସବୁ କରିଛନ୍ତି। ତା ଡାଏରୀ ବାହାରିଛି, 2ଟା ଚିଠି ବି ବାହାରିଛି, ସେଠି ଚକୋଲେଟ୍ ବାହାରିଛି। ଏମିତି ସେ ତାଙ୍କର ସର୍ଚ୍ଚ କରି ସବୁ ଆସିଲେ। ଆଉ ଆମେ ଯାହାକୁ ସନ୍ଦେହ କରୁଛେ, ସେ ଟୋକା ଯେଉଁ ଟୋକା କାଲି ରାତିରେ କଥା ହେଉଥିଲା, ସେ ଟୋକାକୁ ଆମର ସନ୍ଦେହ ହେଉଛୁ। କିନ୍ତୁ ସେ ଟୋକାକୁ ଧରିବା ନିହାତି ପୁଲିସମାନଙ୍କର କର୍ତ୍ତବ୍ୟ। ତେଣୁ ଏଫଆଇଆର୍ ବର୍ତ୍ତମାନ ଲେଖା ଚାଲିଛି, ଆମର ଏଫଆଇଆର୍ ଦିଆଯିବ ଏଠି। ଆମେ ଚାହୁଁ ଯେ ତା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ। ଚକ୍ରଧର ଆମେ ସେ ପାଖରେ ଥିଲେ। ସକାଳେ ଯେତେବେଳେ ପିଲାମାନେ ଦୌଡ଼ାଦୌଡ଼ି କଲେ, ମୁଁ ସେ ପାଖରେ ସାଇଡ଼୍ରେ ବିଲ୍ଡିଂରେ କାମ କରୁଥିଲି। ତେଣୁ ମୁଁ ତାକୁ କଲ୍ କଲି, ସେ ଭଉଣୀକୁ କଲ୍ କଲି, ସେ କଲ୍ ଆଉ ରିସିଭ୍ କଲାନି। 4-5 ଥର କଲ୍ କରିଥିଲି। ତାପରେ ଯେତେବେଳେ ଗୋଟେ ଭ୍ୟାନ୍ ଆସିକି ତାଙ୍କୁ ନେଇ ଆସିଲି, ତାପରେ ମୁଁ ଓହ୍ଲେଇକି ଆସିକି ଛାତରୁ ତଳେ ସେ ମ୍ୟାଡ଼ାମ୍ ଜଣେ ଥିଲେ, ତାଙ୍କୁ ପଚାରିଲି। ସେ କହିଲେ ଯେ ଏମିତି କଥା, ନା ଯଶୋଦା ଦାସ ଫାଶୀ ଦେଇଦେଇଛି। ତେଣୁ ସେଇଠୁ ମୁଁ ପୁଣି ଆଉ ଥରେ କଲ୍ କଲି, ତାଙ୍କୁ ଆଉ ଗୋଟେ ଷ୍ଟାଫ୍ ଉଠେଇଲେ, କହିଲେ ଆମେ ମେଡ଼ିକାଲକୁ ନେଇ ଆସିଛୁ, ତୁମେ ଇମିଡ଼ିଏଟ୍ ଆସ। ତାପରେ ଆସିକି ମୁଁ ଏଠି ଆମ ଘରକୁ କଲ୍ କଲି, ଆସିକି ପହଞ୍ଚିଲି। ତାପରେ ଦେଖିଲା ବେଳକୁ ଡେଟ୍ ହେଇଯାଇଛି। ତ ସାର୍ ଆକ୍ଚୁଆଲି ଲଭ୍ ମ୍ୟାଟର୍ ପାଇଁ ଆମେ ଯାହା ଭାବୁଛୁ କି ଆଉ କ'ଣ ହେଇଥାଇପାରେ, ଆମେ ବି ସେଇଟା କନଫର୍ମ ନୁହେଁ। ତେଣୁ ଯିଏ ବି ଯାହା ବି ହେଇଥାଉ, କିନ୍ତୁ ଦୋଷୀ ଦଣ୍ଡ ପାଇବା ଦରକାର, ଆମକୁ ନ୍ୟାୟ ମିଳିବା ଦରକାର, ଏତିକି ଆମେ ଚାହୁଁଛୁ।